ସ୍ତୁତି ଚିନ୍ତାମଣି 92 ବୋଲି 36 କୂଳ ବା ଉନଜେ ପାଟକ ଯେ ଅଛ ସ୍ତ୍ରୀ ପୁରୁଷ ଉଚ୍ଚ ନୀଚ ବୋଲି ବାରଣ ନ କରି ନାମରେ ଶରଣ ପଶ। କିବା ବେଶ୍ୟାନାରୀ କିବା ଦୁରାଚାରୀ କିବା ପାଷାଣ୍ଡ ପୁରୁଷ ଅଦ୍ଭୁତ ବିପତ୍ତି ଘୋଟି ଆସୁଅଛି ବେନି ନେତ୍ରେ ସର୍ବେ ଦେଖ। 56 କୋଟିକି ନାସି ବାର ପାଇଁ ଏଚାରି ଖାନିକି ଧରି ଜଣେ ଜଣେ ଗୁରୁ ନାମ ଆଶ୍ରେ କରି ମୁଖେ ବୋଲ ହରି ହରି। ହରି ନ ବୋଇଲେ ହତ ହୋଇଯିବ ଅଣ ଉପ୍ରଧ ବିପତ୍ତି। ବାଳ ବୃଦ୍ଧ ଯୁବା କେହି ନ ରହିବ ସରି ଜୀବନବ କ୍ଷତି। ଅଷ୍ଟ କୋଟି ଯୋଗୀ 64 କାନ୍ତାନି ନବ କୋଟି ଦେବୀ ଗଣ। ଭୈରବୀ ମୂରତି ପ୍ରକାଶିଣ ସର୍ବେ ରୁଧିର କରିବେ ପାନ। ସେ ଧର୍ମ ପୁରୁଷ କାଳ ରୂପ ହେବେ ଡାକିଲେ ଶୁଣିବେ ନାହିଁ। ଏତେ ବେଳ ରୂପ ରତେ ହୋଇଥିଲେ ଦାଢ଼ରୁ ବଞ୍ଚିବ ସେହି। ତିନି ପୁର ମଧ୍ୟେ କାଳ ଚକ୍ର ଗୋଟା ଫେରୁଥିବ ଦିବା ନିଶି। ଦେବୀ ଗଣମାନେ ଆକାଶେ ଉଡ଼ିବେ ନଦୀ ଶିବେ ରବି ଶଶୀ। ଘୁ ଘୁ ଗରଜନ ଶୂନ୍ୟରେ ଶୋଭିବ ଦେବୀଙ୍କ ମୁଖ ଚହଳ। ଅଦ୍ଭୁତେ ରୁଧିର ବରଷା କରିବ ଧାରା ପରାଇବ ହଳ। ତିନି ବ୍ରହ୍ମାଣ୍ଡ ଦୋଲ ଦୋଲ କମ୍ପିବ ହୋଇବ ଉଲୁକା ପାତ। ଚଉଦିକେ ଜନ ମନୁଷ୍ୟ ଯେ ଥିବେ ଠାଏ ଖାଉଥିବେ ଭାତ। ବାସି ତୋରାଣିକି ଆୟୁଷ ନଥିବ ଜୀବନେ ନଥିବ ଆଶା। ସକଳ ହୃଦରେ ଭୟ ଉପୁଜିବ ପଡ଼ିବ ଅକାଳ ଦଶା। ଏତେବେଳେ ଯେବେ ଧର୍ମ ଧରିଥିବ ସେତେବେଳେ ଭୟ ନାହିଁ। ଦେବୀମାନେ ତାଙ୍କୁ ସୁକୃପା କରିବେ ବ୍ରହ୍ମାଣ୍ଡେ ରହିବେ ସେହି। ବାରମ୍ବାର କହୁ ଅଛୁ ସୁଜ୍ଞାଜନେ ପଞ୍ଚଭୂତେ ମନେ ଚେତ। ଯାହା କହୁଅଛୁ ମିଥ୍ୟା ବାକ୍ୟ ନୁହେଁ ଅବଶ୍ୟ ହୋଇବ ହିତ। ଧର୍ମେ ଯେବେ ଥିବ ଧର୍ମ ସାହେବ ରଖିବେ ବାନା ଘୋଡ଼ାଇ। ଦୋଷ ଅପରାଧ ଖଣ୍ଡନ କରିବେ ବ୍ରହ୍ମ ଅନଳେ ପୋଡ଼ାଇ। ସଦଗୁରୁଠାରେ ସତ୍ଶିକ୍ଷା ହୋଇ ସେବା ଯେବେ କରି ପାର। ଧର୍ମ ବଳେ କାଳ ମୁଖ ଉବୁରିବ ବଂଶ ନ ବୁଡ଼ିବ ତାର। ଅନ୍ତ ଡାକୁଥିବ ମୁଖ ଡାକୁଥିବ ହୃଦ ପଦ୍ମେ ଥିବ ଧ୍ୟାନ। ତେବେ କାଳମୁଖ ବଞ୍ଚାଇ ରଖିବେ ଶିରନେତ୍ରୀ ଭଗବାନ। ଅନ୍ତର୍ଯ୍ୟାମୀ ଗୁରୁ ଅନ୍ତରେ ଡାକିଲେ ଅବଶ୍ୟ ଜାଣିବେ ସେହି। ଆତଙ୍କରେ ଯେବେ ଗୁହାରି କରିବ ନିଶ୍ଚେ ରଖିବେ ବଞ୍ଚାଇ।
ଟଙ୍କା ସୁନା କଉଡ଼ି ନଲା ଗଇ କିଛି ଯେପା ରୁଛ ସେଉ ଭଜ ତିନି କୋଶ ଯାଏ କିଣା ନ ପଡ଼ଇ ବହିବାକୁ ନୁହେଁ ବୋଝ। ବସିଲା ଠାବରେ ଆୟ ବ୍ୟୟ କରି ସୁସ୍ଥେ ଅରିଯିବ ଧର୍ମ ନ ବୁଝି ସାଧୁ ସୁଜନ ସୁଜ୍ଞମାନେ କିମ୍ପାଇଁ ହେଉଛ ଭ୍ରମ। ନ ଜାଣି ଚାରିଦିଗରେ ଫେରୁଅଛ ତୀର୍ଥ ବ୍ରତ ବୋଲି କରି ଯହିଁରେ ଲୋଡ଼ିବ ତହିଁ ଛନ୍ତିଭ୍ରମ ବୁଝିବ ଯେବେ ବିଚାରି। ପଥ ଶ୍ରମ ହୋଇ ପାଦ ଗ୍ରାସ ପାଇ ବାହ୍ୟରେ ଭ୍ରମି ନମର ଗୁରୁ ପାଦ ଧ୍ୟାଇ କହେ ଭୀମ ଭୋଇ ଘଟରେ ଭାବନା କର।